ବେଲପତ୍ରଟା କିନ ଜନ୍ମ ହେଇଥିଲା କିନ୍ ଜାଗାରେ ଜନ୍ମ ହେଇଥିଲା ବେଲପତ୍ର ତିନି ଟିକିଆ ଖାଇছে ହେଲା ଗো আর সর্বপ্রথমে বাবাকে কে চড়েছিলে যে বাবা বেলপত্রে পূজা খাইছিলে যে সে কথা দিয়ে কহ अरे से बेलो पत्र तीन केकरिया काटिया जे बाबा मन पले हाँ कानो तो बड़बड़ तीन केकरिया पत्र से सेनी ए सेने पत्र के जे भगवान मन में कोली पर बेलो पत्र से काजे मन पले के बेलो पत्र केमनो जन्म हैला तार अभी ठाकुर हैला केंका करी हैला से কথা কইবো तमे राधा भला ମହାଦେବଙ୍କର ମନ୍ଦିରରେ କାହିଁକି ବେଲପତ୍ର हाँ ଲାଗେ? हाँ सुनबो भाई गो হে শোনা শোনা রে মোর ননন্দে এত পুরাণ রীতি একদিনে লক্ষ্মী বিষ্ণুকে পচারিলে সে বিধি শোনা শোনা রে মোর ননন্দে এত পুরাণ রীতি পচারিল দেবে ননিহ এত পুরাণ বিধি ননিল ଦିନେ ମା ଲକ୍ଷ୍ମୀ ଏବଂ ବିଷ୍ଣୁ ବୈକୁଣ୍ଠ ପୁରରେ କଥା ହେବେ हाँ ତ ଲକ୍ଷ୍ମୀ ପଚାରୁଛନ୍ତି ବିଷ୍ଣୁଙ୍କୁ କାଣା ପ୍ରଭୁ ମୁଁ କାହାର ପୂଜା କଲେ ସଂସାରରେ ମୁକ୍ତି ପାଇବି ବୋଇଲେ ତ ମହାଲକ୍ଷ୍ମୀଙ୍କର କଥା ଶୁଣିକରି ଭଗବାନ ବିଷ୍ଣୁ କହିଲେ ଯେ ତୁମେ ମହାଦେବଙ୍କର ପୂଜା କର ସେ ହଉଛନ୍ତି ଅକର୍ମ କର୍ମଦାୟକ ତମର ଦୁଃଖକୁ ନିଶ୍ଚିନ୍ତ ଭାବରେ ଖଣ୍ଡନ କରିବ ତ ମା ଲକ୍ଷ୍ମୀ ବିଷ୍ଣୁଙ୍କ ଠାରୁ ଶୁଣିଲା ପରେ କାଣା କଲେ କାଣା କଲେ আগ 108 পদ্ম ধরিল লক্ষ্মী পূজিলে হর গোটি গোটি পদ্ম ডালির মন্ত্র করে উচ্চার এহা দেখি হর লক্ষ্মীକୁ আସି কলে পরীক্ষা দুই পদ্ম কুলু চালিলে দেখ পুরাণে লেখা ମହାଦେବଙ୍କର ପୂଜା କରିବା ପାଇଁ ମା ଲକ୍ଷ୍ମୀ हाँ 108ଟା ପଦ୍ମ ଫୁଲ ତୁଲି ଆଣିଲେ चली आनले गो ଶିବଙ୍କର ମନ୍ଦିରରେ ଗୁଟେ 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 କରି ମନ୍ତ୍ର ପଢି କରି ଡାଲୁଛନ୍ତି हाँ ମହାଦେବ ଦେଖିଲେ ଯେ ସତେ କଣ ଲକ୍ଷ୍ମୀ ଶିବ ଭକ୍ତ ହେଇଥିବେ ଲକ୍ଷ୍ମୀଙ୍କୁ ଟିକେ ମୁଁ ପରୀକ୍ଷା କରିଥିଲି ଆଉ ଲକ୍ଷ୍ମୀଙ୍କର 2ଟା ପଦ୍ମ ଫୁଲକୁ ମହାଦେବ ଲୁଚେଇ ଦେଲେ लुचे देले गो ତ ମହାଲକ୍ଷ୍ମୀ 106ଟା ପଦ୍ମ ଫୁଲ ଚୋଭେଇ ଦେଲେ हाँ ଦେଖିଲେ ଯେ ତାଙ୍କର ପୂଜା ଥାଳିରେ ଆଉ ପୂଜା ଫୁଲ ନାଇଁନ भाई गो ଚିନ୍ତା କରିବି ମୋର ପୂଜାଟା ଅସଫଳ ହେଇଯିବା हाँ ବୋଇଲେ ଆଉ ଲକ୍ଷ୍ମୀ କାଣା କଲେ एतरे लक्ष्मी भाभी थिबे गो मोर हिसाबे କାଣା ଭାବିଥିଲି क्या रे मोबाइल ने दरबार ने ले दुईटा पद्म फूल मु फोन करते ଭଗବାନ ମାନେ ଆଗେ ମୋବାଇଲ ଧରୁଥିଲେ ଫୋନ ପେ ଚାଲୁଥିଲା ଆଗେ ने गो कोली खबर मत ଏଇଟା ସତ୍ୟ ଯୁଗର କଥା କହୁଛି ओ ନନି ହ हाँ ମା ଲକ୍ଷ୍ମୀ କାଣା କଲେ काना कले আগ বাম স্থান কাটি লক্ষ্মী শিবଙ୍କୁ কলে প্রধান তাহার স্থান কাটিবা মাত্রে শিব হেলে প্রসন্ন তুম পূজারে মু সন্তুষ্ট মুহি হেলিব মাত তুম স্থানରୁ যে জন্মিব ଏକ ସେବେଲ ଗଛ ଅନିଲ ତ ମା ଲକ୍ଷ୍ମୀ ଯେତେବେଳେ ଫୁଲ ହଜି ଯାଇଛି हाँ ମହାଦେବ ଲୁଚେଇ ଦେଇଛନ୍ ତାଙ୍କର ବାମ ସ୍ଥାନକେ କାଟିଦେଲେ ଶିବଲିଙ୍ଗରେ ଚଢେଇ हाँ हाँ ହଁ बामस्तनो के काटले तो ठीक करे ये महालक्ष्मी हटा पति से काटले कि चकुती से काटले उनकी से काटले ମତେ ରିସ୍ମି କରିଦେସନ୍ ଲକ୍ଷ୍ମୀ କାଣା ମର୍ଡର କରି ଦେଇଥିଲେ ଯେ ଚକ୍ଷୁ ପନକି ଧରି ओए ଦେଲେ को अंता ତାଙ୍କର ନଖ କୁଣ୍ଡରେ ଛିଡେଇ ଦେଲେ चिड़ा ले ଆଉ ଚଫେଇ ଦେଲେ 106ରୁ 107ଟା ହେଇଗଲା
ଡାହାଣ ସ୍ଥାନ ଯଦି କାଟିଦେମି ହଁ ବୋଇଲେ 108ଟା ଫୁଲ ହେଇଥିଲା ହେଇଯିବା ମହାଦେବ ସହି ନେଇ ପାଇଲେ ଲକ୍ଷ୍ମୀଙ୍କର ଦୁଃଖକୁ ହଁ ହଁ ଆଶୀର୍ବାଦ କରେ ରହ 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 ଲକ୍ଷ୍ମୀ ରହ ରହ। ନାଇଁ ନାଇଁ ତୁମ ଠାରୁ ଆଉ ଶିବ ଭକ୍ତ ମୋର କିଏ ନାଇଁ ନାହିଁ ଜମି ତମକୁ ଆଶୀର୍ବାଦ କରୁଛି ହଁ ତୁମର ଯେନ୍ ବାମ ସ୍ଥାନ କାଟିଛ ହଇଗ ସେ ବାମ ସ୍ଥାନରେ ଗୋଟେ ବେଲ ଗଛ ଜନ୍ମ ଜନ୍ମ ହେଲା। ହେବା ଆଉ ସଦା ସର୍ବଦା ଶିବଙ୍କର ପୂଜାରେ ହଁ। ସର୍ବପ୍ରଥମେ ସେ ବେଲ ପତ୍ରଟା ଲାଗୁଥିବା ଲାଗିଥିବା ଏହି ପ୍ରକାରେ ଭଗବାନ ମହାଦେବଙ୍କର ଆଶୀର୍ବାଦରୁ ମା ଲକ୍ଷ୍ମୀଙ୍କର ବାମ ସ୍ଥାନରୁ ଜନ୍ମ ହେଲା ବେଲପତ୍ର ବେଲପତ୍ର ଇନନି ଓ! ଏଇଟା ହେଲା ସେଇ ଶିବ ପୁରାଣର କଥା କଥା ରେ ବହୁ ହଁ। ଶିବ ପୁରାଣର କଥା କହୁଛ ବୋଲେ ଗୋଟେ କଥା କାଇଁ କଥା? ଆସନ୍ତା କାଲି ହୁଁ। ଶୀତଳ ଷଷ୍ଠୀ ଅଛି ଗୋ ଶୀତଳ ଷଷ୍ଠୀ ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ହେବେ ହଁ ହେଲେ ଏଇଟା କାଇଁ କାରଣ ଲାଗି ପାଳନ କରସନ୍ ସର୍ବପ୍ରଥମେ କିଏ କରିଥିଲା ପାଳନ କଲେ କାଇଁ ପୁଣ୍ୟ ଫଳ ମିଳିଛି ଯେ ସେ କଥା ଟିକେ କହତ ଓ କି ଭାଇ ଖାଇ ସବୁ କଥା ସ୍ୱର ପାଉଛନ୍ ଗো